स्वागतम सुस्वागतम प्रिय मित्रगण मोर श्रोता बंधु आज आम आलोचना करने जाऊे जानुआरी 19 तारीख सोमवार विषय 26 मसीहा जानुआरी मास 19 तारीख सोमवार आज सूर्योदय 6:25 पर 6 घंटा 25 मिनिट 32 सेकेंड सूर्यास्त 5:28 पर 5 घंटा 28 मिनिट 33 सेकेंड आज शुभ समय सकाळ 7:48 रु 9:12 जाए। एबे सुनिबा 12 राशि कथा। मेष राशि पाई 11 तारीख सोमवार किछि भल खबर देव। कर्मनिष्ठ कर्म कांगाल व्यक्ति मानक पाई शुभ मंगल दिन। आय अमल सह लाभ भी करगत हेब। मिष्ट भाषी पाई मित्रता बढ़ी जिवे। कर्म क्षेत्रु एही राशिर लोके मन लाखी आनंद और शांति साउंटिवे। आउ शांति संपन्न समस्ते आज अति विलासपूर्ण जीवन यापन करिवे। दिन 11:51 जाए अश्विन 11:52 पर द्विजा नक्षत्र अशुभ समय आसिले भी विपद बढ़िबनी। कारण 12 सोम चंद्रंक सहित मंगलंकर तो मित्रता अच्छी तेणु विपद भी मित्र भली लगे आसव कानरे बाजिब ता बाट से चली एवं वृष राशि कथा आलोचना करवा। मेषर टिके भल सीना शुणिले मेष पाई किंतु से मधुर खबर नहीं। वृष पाई से मधुर खबर नहीं। वृष राशि पाई 19 तारीख सोमवार बंधु सहयोग जोगाड़ करिवो। बहु बंधु ताकू सहयोग करिवे। वृष राशि को विभिन्न महलरू शांति वार्ता आसिव। आज जगी रखी आवश्यक स्थले कर्म करी अधिक शुणिले भल। जेतिकी दरकार सेति कहिबा अଯଥା गुड़े कहबानी। कहले किसी भूल कहवा भूल कहले दंड भोगिबा अपमान भोगिबा। आज अपदश मिलिबो दुर्योग अच्छी। कर्म क्षेत्र में खटिवा पाई बाधा सृष्टि हेबो। देह सुस्थ रहिबो। मात्र 11:51 जाए कृतिकार 11:52 रु रोहिणी पाई अशुभ समय आसिबो। आज मित्र मिलिबे शांति मिलिया पाई चेष्टा करिवे सब ठीक ठाक। किंतु चारिपटरे एक अशुभ वायु बुलुछि जे कि अपमान राक्षस को सांगर धरी बुलाऊँगी। जदि हाथ पातिबे का पाखरे भाई टिके दियो किछि चलीजीवी। यदि क्या परामर्श दब ताहले से बुमेरांग हम। तेणु वृष राशि समस्त जनता हाथे मापी चाखंडे चलिले भल। मिथुन पाई कौन अच्छी। मिथुन राशि पाई 19 तारीख सोमवार घातवार। घातवार हेतु अशुभ सावधान। कारण सोम माने चंद्रक सह बुधंकर पड़ेनी। 11:51 जाए आर्द्रा नक्षत्र 11:52 रु पुनर्वसु नक्षत्र अशुभ समय आसिब। सावधान। चंद्र सह बुधंकर शत्रुता थिबारु ये घात रक्तपात कराई पारे। देह असुस्थ हेबो। पुराणा रोग थिले बाधिबो। तेणु मिथुन राशि पाई
সোমবার অতি অশুভ। কর্কট রাশি ପାଇଁ 19 ତାରିଖ সোমবার শুভপ্রদ ହେବ। ভোজন, শয়ନ, গমନ, ପଠନ, ଦେବ ଦର୍ଶନ ଓ ଭ୍ରମଣରେ ଆନନ୍ଦ ପାଇବେ। ସାନ ବଡ଼ ସମସ୍ତ ବ୍ୟବସାୟୀ, କୃଷକ, ବଣିକ, ସେବକ ସମସ୍ତଙ୍କର ଆଜି ଆୟ ଅମଳ ଯଥେଷ୍ଟ ହେବ। ରୋଜଗାର ବଢ଼ିଯିବ, ଦେହ ଠିକ୍ ରହିବ, ସମ୍ମାନ ମିଳିବ, ଉତ୍ତମ ଭୋଜନରେ ଆନନ୍ଦିତ ହେବେ। ସବୁ କାମ, ସବୁ କର୍ତ୍ତବ୍ୟରେ ଶେଷ ଫଳ ହେବ ପ୍ରସନ୍ନତା, ମାନେ ନିଜେ ଖୁସି ହେବେ, ମୁଁ କିଛି ଭୁଲ କରିନି। 11:51 ଯାଏ ପୁଷ୍ୟାର, 11:52ରୁ ଅଶ୍ଳେଷାର ଅଶୁଭ ସମୟ ଆସିଲେ ବି ବାଧାପ୍ରଦ ନୁହେଁ। ସିଂହ କଥା ଶୁଣିବାରେ। ସିଂହ ରାଶି ପାଇଁ 19 ତାରିଖ ସୋମବାର ଘାତଚନ୍ଦ୍ର, ଏଣୁ ସାବଧାନ ରହିଲେ ନିଜ ପାଇଁ ଭଲ। ସମସ୍ତ କର୍ମଜୀବୀ ଆଜି ଭଲ ଆୟ ଅମଳ କରି ଖୁସି ହେବେ। ଦାମ୍ପତ୍ୟ ଜୀବନରେ ଏକ ନବ ନୂତନ ଘଟଣା ଘଟି ଆନନ୍ଦିତ ପରିବେଶ ସୃଷ୍ଟି କରିବ। କୌଣସି ବାଧା ବନ୍ଧନ ନାହିଁ, ଦେହ ଓ ମନ ସୁସ୍ଥ ରହିବ। କର୍କଟ ପରି ସିଂହର ବି ଆଜି ଭଲ ଦିନ। ମେଷର ଶତକଡ଼ା 40% ଭଲ, ବୃଷର 20% ଭଲ, ମିଥୁନର ଆଦୌ ଭଲ ନୁହଁ, କର୍କଟର ଓ ସିଂହର 10% ଭଲ। କନ୍ୟା ରାଶି ପାଇଁ 19 ତାରିଖ ସୋମବାର କିଛି ଖୁସି ଖବର ଦେବ। ସନ୍ତାନ ସମ୍ବନ୍ଧୀୟ ଶୁଭ ଖବର ଶୁଣି ଆନନ୍ଦିତ ହେବେ। ନିଜ ବୁଦ୍ଧିବିଦ୍ୟାର ଏକ ପରୀକ୍ଷା ଦେଇ ଉପକୃତ ହେବେ, ଉତ୍ତୀର୍ଣ୍ଣ ହେବେ ଓ ପ୍ରଶଂସାପତ୍ର ପାଇବେ। ନିଜ ଆଚରଣ ଉଚ୍ଚାରଣ ଅନୁସାରେ ନାନାବିଧ ସୁଖ ପାଇବେ। ଦୁଃଖର କାରଣ କିଛି ନାହିଁ। ସମସ୍ତ ସଦ୍ଭାବନା ସଚ୍ଚିନ୍ତା ଆପଣଙ୍କୁ କ୍ରମଶଃ ଉପରକୁ ନେବ। ତଥାପି 11:51 ଯାଏ ଉତ୍ତର ଫାଲ୍ଗୁନୀର ଓ 11:52 ପରେ ହସ୍ତା ନକ୍ଷତ୍ରର ଅଶୁଭ ସମୟ ଆସିବ। ଏହି ଅଶୁଭ ହିଁ କ୍ଷତିକାରକ, ଯେହେତୁ ସୋମବାର। ତୁଳା ରାଶି ପାଇଁ 19 ତାରିଖ ସୋମବାର ରୋଗ ବ୍ୟାଧି ସମ ମାନସିକ କ୍ଲେଶକୁ ଆମନ୍ତ୍ରଣ କରିବ। ରୋଗ ବ୍ୟାଧି, ରୋଗ ଏତେ ଦୁଃଖ ଦିଏ, ଏତେ ଦୁଃଖ ଶତ୍ରୁ ଦେଇପାରେନି। ମାନେ ଏହି ରାଶିର ଲୋକେ ଆଜି ଶାରୀରିକ ଯନ୍ତ୍ରଣା, ମାନସିକ ଅଶାନ୍ତି ଭୋଗ କରିବେ। ତୁଳା ରାଶି କଥା କହୁଛି। ବୃଥା ବ୍ୟୟ ହେବ, ଯାନବାହନ ସମସ୍ୟା ଦେଖାଦେବ। ମାନେ ଘରେ ଥିବେ, ଗାଡ଼ି କିଏ ମାଗି ନେବ, ଫେରେଇବନି, ବା ନେଇଥିବା ଗାଡ଼ି କେଉଁଠି ଧକ୍କା ହେବ, ଭାଙ୍ଗିଯିବ। ଆମେ ଯେଉଁ ଘରେ ରହୁଛେ ସେ ଘରର କେଉଁ କାନ୍ଥରେ ବି କିଛି ଆଘାତ ହେଇଛି, କବାଟରେ ଫାଟ ଦେଖାଗଲାଣି, ଇଏ କ୍ଷୟକ୍ଷତି ଦୃଷ୍ଟିକି ଆସିବ ତୁଳା ରାଶି ପାଇଁ। ଆଜି ସମସ୍ୟା ପରେ ସମସ୍ୟା ଆସିବ। ଘରର କୌଣସି ଅଂଶରେ ହୋଇଥିବା କ୍ଷୟକ୍ଷତି ଦୃଷ୍ଟିକୁ ଆସିବ। 11:51 ଯାଏ ସ୍ୱାତିର ଓ 11:52ରୁ ବିଶାଖା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ସେ ସମ୍ପର୍କରେ ବାଧା ବନ୍ଧନ ଆସିବ। ତେଣୁ ଏଇ ଯେଉଁ ବାଧା ବନ୍ଧନ, ଏଥିରେ ଟିକେ ସାମାନ୍ୟ କ୍ଷତି ହୋଇପାରେ, ସାବଧାନ। ବିଛା ରାଶି ପାଇଁ 19 ତାରିଖ ସୋମବାର ସ୍ୱାସ୍ଥ୍ୟ ସମ୍ପର୍କିତ ଶୁଭ ଖବର ଦେଇ ଆନନ୍ଦିତ କରିବ। ସୋମବାର ବିଛା ରାଶିକୁ ସୋମବାର ଆନନ୍ଦ ଦେବ। ସ୍ୱାସ୍ଥ୍ୟ ଠିକ୍ ଠାକ୍ ରହିବ। ଶରୀର ମାଧ୍ୟମ, ଫଳଧର୍ମ ସାଧନ, ଏମାନେ ସ୍ୱାସ୍ଥ୍ୟ ପାଇଁ ଯତ୍ନଶୀଳ ହେବେ। ବିଛା ରାଶି ସହ ତାର ଭାଇ ଭଉଣୀଙ୍କର ସମ୍ପର୍କ ସୁଦୃଢ଼ ହେବ। ଆଜି ପାଇଁ
ପାରିବାରିକ ସୁଖ ମିଳିବ। ସମସ୍ତ ବୃତ୍ତିଧାରୀ ଆଜି ଭଲ ଆୟ ଅମଳ କରିବେ। ଧନ ସମସ୍ୟା ଆଦୌ ରହିବନି। ଦେହ ଠିକ୍ଠାକ୍ ରହିବ। ମାତ୍ର ଦିନ 11:51 ଯାଏ ଅନୁରାଧାର ଓ 11:52 ଜ୍ୟେଷ୍ଠାର ଅଶୁଭ ସମୟ ଆସିବ। ସାବଧାନ। ଧନୁ ରାଶି 19 ତାରିଖ ସୋମବାର ସମ୍ମାନିତ ହେବାର ଦିନ। ପୂର୍ବକୃତ ସତ୍କର୍ମର ସୁଫଳ ସ୍ୱରୂପ ଆଜି ଧନୁ ରାଶିର ଜନତା ସମ୍ମାନିତ ହେବେ। 11:51 ଯାଏ ପୂର୍ବ ଷାଢ଼ା ଓ 11:52 ଉତ୍ତରାଷାଢ଼ା ନକ୍ଷତ୍ରର ଅଶୁଭ ସମୟ ଆସିବ। ଆସିଲେ ବି ବାଧିବନି। ଆଜି ଧନ ରୋଜଗାର ହେବ। ବଢ଼ିଆ ବଢ଼ିଆ ବଢ଼ିଆ। ମନ ବୁଝିବନି। ମନ ଆକୁଳ ବ୍ୟାକୁଳ ହେବ, ଅଧୀର ହେବ। କୁଟୁମ୍ବରେ କଳହ ଲାଗି ରହିବ। ଦେହ ସାମାନ୍ୟ ସମସ୍ୟାଯୁକ୍ତ ହେଲେ ବି ମନ ସେ ସମସ୍ୟାକୁ ବଢ଼େଇ ଦେବ। ଟିକେ ମନକୁ ବୁଝେଇ ଦିଅନ୍ତୁ ନା। ରେ ମନ ହୋ ଥଣ୍ଡା, ରାତି ଖାଇବୁ ଛେନା ମଣ୍ଡା। ମକର ରାଶି ପାଇଁ 19 ତାରିଖ ସୋମବାର ସଫଳତାର ଦିନ। ବିଫଳତା ବା ପରାଜୟର ପ୍ରଶ୍ନ ଉଠୁନି। ଯାହା କଲେ ବି ଆଜି ବିଜୟୀ ହେବେ। ସମସ୍ତ ପ୍ରକାର ଶାରୀରିକ ଓ ମାନସିକ ଶାନ୍ତି ନିଶ୍ଚୟ ପାଇବେ। ଆର୍ଥିକ ବିକାଶ ନିଶ୍ଚୟ ହେବ। କର୍ମ ଜନିତ ସୁଖ ମିଳିବ। ସମସ୍ତେ ପ୍ରଶଂସା କରିବେ। ଶୃଙ୍ଖଳିତ ଧାରାରେ ଆୟ ହେବ। 11:51 ଯାଏ ଉତ୍ତରାଷାଢ଼ା ନକ୍ଷତ୍ରର, 11:52 ପରେ ଶ୍ରବଣା ନକ୍ଷତ୍ରର ଅଶୁଭ ସମୟ ଆସି ଦୁଃଖ ଦେବ। କୁମ୍ଭ ରାଶି ପାଇଁ 19 ତାରିଖ ସୋମବାର ବୋଧହୁଏ ଅଶୁଭ। ସନ୍ଦେହରେ କହିବାକୁ ପଡ଼ୁଛି, କାରଣ ଗତକାଲି ସେମାନଙ୍କର ଅତ୍ୟନ୍ତ ଶୁଭ ଥିଲା। କ'ଣ ଏତେ ଶୀଘ୍ର ଶୁଭ ପଳେଇଯିବ? ହଁ, ପଳେଇଯିବ। ସେଥିପାଇଁ କୁହାଗଲା ବୋଧହୁଏ ଅଶୁଭ। ଦେହ ବହୁ ଦୁଃଖ ଯାତନା ସହିବ। ଶାନ୍ତି ବ୍ୟାହତ ହେବ। କଳହ ଯୋଗ ଅଛି। ବହୁ ବ୍ୟୟ ହେବ। ରୋଗ ଓ ଋଣଦାତା ବଡ଼ ହଇରାଣ କରିବେ। ହେଲେ ଦିନରେ 11:51 ଯାଏ ଶତଭିସାର, 11:52 ପରେ ପୂର୍ବ ଭାଦ୍ର ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ମାନେ ଏଇ ଦୁଇ ନକ୍ଷତ୍ରଧାରୀ ଲୋକେ ଟିକେ ଅଧିକ ଶାରୀରିକ ଯାତନା ଭୋଗିବେ। ମୀନ ରାଶି ପାଇଁ 19 ତାରିଖ ସୋମବାର କିଛି ସୁଯୋଗ ଆଣିବ। ଆଜି ବୁଲାବୁଲିରେ ସମୟ ଯିବ। ହେଲେ ଏ ଭ୍ରମଣ ବୃଥାରେ ଯିବନି। କିଛି ମହାନ ଲକ୍ଷ୍ୟ ନେଇ ଆଜି ବୁଲିବେ। ପାକେଟକୁ ଅର୍ଥ ଆସିବ। ମନକୁ ଶାନ୍ତି ଆସିବ। ହୃଦୟକୁ ଉତ୍ସାହ ଆସିବ। ବୁଲିଲେ ବି ଆଜି ବୁଲା ଭୁଲ ହେବନି। ଏତଦ୍ୱାରା ଆୟ ରୋଜଗାର ବଢ଼ିଯିବ। ଯଥା ସାନ ବଡ଼ ସମସ୍ତ ବ୍ୟବସାୟୀ ଆଜି ଶାନ୍ତି ପାଇବେ। କ'ଣ ଲେଖା ଅଛି? କିଂ ଦୂରଂ ବ୍ୟବସାୟୀନାଂ। ବ୍ୟବସାୟୀମାନଙ୍କ ପାଇଁ ଦୂର କ'ଣ? ସେମାନେ ଯେଉଁଠୁ ଟିକେ କମ୍ ଦାମରେ ପାଇବେ ତାକୁ ନେଇ ଆସିବେ ନିଜ ରାଜଭଣ୍ଡାରକୁ। ତାକୁ ଟିକେ ଅଧିକ ଦାମରେ ବିକିବେ ଓ ଲାଭ ପାଇବେ। ଲେଖା ଅଛି କିଂ ଦୂରଂ ବ୍ୟବସାୟୀନାଂ କୋତି ଭାର ସମର୍ଥାନାଂ। ମୀନ ରାଶିଆଙ୍କୁ ଆଜି ଆୟ ପରେ ଆୟ ମିଳିଯିବ। କର୍ମ ଚଞ୍ଚଳ ରହିବେ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ମିତ୍ର ସଂଖ୍ୟା ବଢ଼ିଯିବେ। ମାତ୍ର ଦିନ 11ଟା ଯାଏ ଉତ୍ତର ଭାଦ୍ରର ଅଶୁଭ, 11:52 ପରେ ରେବତୀ ନକ୍ଷତ୍ରର ଅଶୁଭ ସମୟ ଆସିବ। ବନ୍ଧୁ,
ଆଜି ଏତିକି। ଈଶ୍ୱର ଚାହିଁଲେ କାଲି ଆସନ୍ତା କାଲି ମୁଁ ପୁଣି ଆପଣଙ୍କ ସହ ଦୁଃଖ ସୁଖ ରହିବି। ନମସ୍କାର।